ଆମ ଦୁହିଁଙ୍କର ନାମକରଣ ଉତ୍ସବ ଅନୁଷ୍ଠିତ ହେଲା। ମୋର ଭାଇ ଜନ୍ମ ସମୟରେ କବଚ ଏବଂ କୁଣ୍ଡଳ ଧାରଣ କରି ଜନ୍ମ ଲାଭ କରିଥିଲେ ଏବଂ ଅତ୍ୟନ୍ତ ତେଜସ୍ୱୀ ଗୁଣ ତାଙ୍କଠାରେ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଯାଜ ଋଷି କହିଲେ, ଏ ପୁତ୍ର ଅଗ୍ନିରୁ ଜାତ ହୋଇଛି। ଏହି ଯଶସ୍କର ପୁତ୍ର ଦ୍ରୋଣଙ୍କୁ ନିଧନ କରିବ। ଏହାର ନାମ ହେଉ ଧୃଷ୍ଟଦ୍ୟୁମ୍ନ। ମୋ ଆଡ଼କୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁ ଯାଜ ଋଷି କହିଲେ, ଦ୍ରୁପଦ ଦୁହିତା, ଏହି ଶ୍ୟାମାଙ୍ଗିନୀର ଶ୍ରଦ୍ଧା ନାମ ହେଉ କୃଷ୍ଣା। କୃଷ୍ଣା, କୃଷ୍ଣ ଏବଂ କୃଷ୍ଣ, କି ସୁନ୍ଦର! ମୋର ପିତା ଏତିକି ମାତ୍ର ଉଚ୍ଚାରଣ କରି ନୀଳ ଆକାଶରେ ଦୃଷ୍ଟି ନିବଦ୍ଧ କରି ଭାବାବିଷ୍ଟ ହେଲେ। ତାଙ୍କ ମୁହଁରେ ଅପୂର୍ବ ଆନନ୍ଦର ଏକ ଆଭା ଉଜ୍ଜ୍ୱଳି ଉଠିଲା। ପିତାଙ୍କର ଆନନ୍ଦ ମୋ ମୁହଁକୁ ସଞ୍ଚରି ଆସିଲା। ଭାବିଲି, କିଏ ଏ କୃଷ୍ଣ, ଯାହାର ନାମ ମଧ୍ୟ ଏତେ ଅମୃତମୟ? ପିତା ଅସ୍ପଷ୍ଟ ସ୍ୱରରେ କହିଲେ, ହେ କୃଷ୍ଣ, ମୋ କୃଷ୍ଣକୁ ତୁମରି ହାତରେ ହିଁ ସମର୍ପଣ କରିବି। ତୁମେ ହିଁ ତ ସମଗ୍ର ଆର୍ଯ୍ୟାବର୍ତ୍ତରେ ପୁରୁଷ ଶ୍ରେଷ୍ଠ। ବୀର ଏବଂ ଧର୍ମ ସଂସ୍ଥାପନ ହିଁ ତୁମ ଜୀବନର ଲକ୍ଷ୍ୟ। ତୁମେ ଗର୍ଭଗଞ୍ଜନ ଗୋବିନ୍ଦ। କୃଷ୍ଣକୁ ତୁମରି ହାତରେ ଅର୍ପଣ କଲେ ତୁମେ ମୋର ହୃତ ସମ୍ମାନ ଫେରାଇ ଆଣିବାରେ ସହାୟକ ହେବ। କେବଳ ସେଇଥିପାଇଁ ତ କୃଷ୍ଣର ଜନ୍ମ। ଏକ ଅନନୁଭୂତ ଶିହରଣରେ ମୋର ଶରୀର ରୋମାଞ୍ଚିତ ହେଲା। ଅଙ୍ଗି ଅଙ୍ଗି ଜାଗିଲା ଅକଳ୍ପିତ ପୁଲକ। ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ପୁରୁଷ, ଶ୍ରେଷ୍ଠ ଯୋଦ୍ଧା ଏବଂ ଧର୍ମ ସଂସ୍ଥାପକ ଯେଉଁ ପୁରୁଷ, ସେ କାହାର ବା କାମ୍ୟ ନୁହନ୍ତି? ତା ଛଡ଼ା ମୋର ନିଜର ବି କିଛି ସ୍ୱତନ୍ତ୍ର କାମନା ନାହିଁ। ପିତାଙ୍କର ଯିଏ କାମ୍ୟ, ମୋର ମଧ୍ୟ ସେହି କାମ୍ୟ। କ୍ଷଣକ ପୂର୍ବରୁ ମୁଁ ପିତାଙ୍କ ପାଖରେ ପ୍ରତିଜ୍ଞାବଦ୍ଧ ହୋଇଛି, ତେଣୁ ମୁଁ କୃଷ୍ଣଙ୍କ ପାଖରେ ସମର୍ପିତା। ବାସ୍ତବରେ ସେ ତା ନ ହୋଇଥିଲେ ଯାଜ ଋଷି ମୋର ଏପରି ନାମକରଣ କରିଥାନ୍ତେ କାହିଁକି? କୃଷ୍ଣ ଏବଂ କୃଷ୍ଣା, ଏକ ସ୍ୱର୍ଗୀୟ ପବିତ୍ର ମଧୁର ପ୍ରେମଧାରାରେ ମୋର ହୃଦୟ ହେଲା ପ୍ଳାବିତ।